ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କର ବର୍ତ୍ତମାନ ଯାହାକି ରେଜଲ୍ଟ ପବ୍ଲିଶ ହୋଇସାରିଛି। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ତରଫରୁ ଆଜି ଯାହାକି ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବର୍ତ୍ତମାନ 4ଟା ସମୟରେ ଯାହାକି ପିଲାମାନଙ୍କର ରେଜଲ୍ଟ ପ୍ରବେଶ କରିଛନ୍ତି ଏବଂ ପିଲାମାନେ ନିହାତି ଆପଣମାନେ ଅପେକ୍ଷା କରିଥିବେ ଯେ କେତେବେଳେ ଆପଣମାନଙ୍କର ରେଜଲ୍ଟ ଚେକ୍ କରିବେ ଏବଂ ରେଜଲ୍ଟ ଆପଣମାନଙ୍କର କେଉଁ ୱେବସାଇଟ୍ରେ ଆପଣମାନେ ଜଲ୍ଦି ଚେକ୍ କରିପାରିବେ। ତେଣୁ ଦେଖନ୍ତୁ ରେଜଲ୍ଟ ଯେଉଁଟାକି ପବ୍ଲିଶ ହେଇଛି ତାର ବର୍ତ୍ତମାନ ଯେଉଁ ଡାଟା ରହିଛି ସେ ଡାଟା ବିଷୟରେ ଟିକେ ଡିଟେଲ୍ସ ଜାଣିବା। ତା ସହିତ ଜାଣିବା ଆପଣମାନେ କେମିତି ନିଜ ନିଜର ରେଜଲ୍ଟ ଯେଉଁଟାକି ନିଜ ମୋବାଇଲରେ ହଉ ବା SMS ମାଧ୍ୟମରେ ଜାଣିପାରିବେ। ତା ସହିତ ଆପଣମାନଙ୍କର ରେଜଲ୍ଟ ପବ୍ଲିଶ ହେଇସାରିଲା ପରେ ଯେଉଁଟାକି ଆପଣମାନଙ୍କର ସାର୍ଟିଫିକେଟ୍ ଡାଉନଲୋଡ୍ ମଧ୍ୟ ଆପଣମାନେ ବର୍ତ୍ତମାନ ୱେବସାଇଟ୍ରୁ କରିପାରିବେ। ଆସନ୍ତାକାଲିଠାରୁ ସାର୍ଟିଫିକେଟ୍ ଡାଉନଲୋଡ୍ ମଧ୍ୟ ଆରମ୍ଭ ହେବ। ସବୁକିଛି ଡିଟେଲ୍ସ ଆପଣମାନଙ୍କୁ ଏହି ଚ୍ୟାନେଲ୍ ମାଧ୍ୟମରେ ମିଳିବ। ତେଣୁ ପିଲାମାନେ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆମର ଭିଡ଼ିଓକୁ ଦେଖିଲା ପରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଗୋଟିଏ କଥା ଇମ୍ପୋର୍ଟାଣ୍ଟ କଥା ଦେଖନ୍ତୁ, ରେଜଲ୍ଟ ଆପଣମାନଙ୍କର 4ଟା ବେଳେ ପବ୍ଲିଶ ହେଇଛି। ତେଣୁ ଅଫିସିଆଲ ପୋର୍ଟାଲରେ ଆପଣମାନେ 6ଟା ପରେ ଯେଉଁଟାକି ଚେକ୍ କରିପାରିବେ। ତେଣୁ ବର୍ତ୍ତମାନ ଆପଣମାନେ ଯେଉଁ ସବୁ ଫେକ୍ ଭିଡ଼ିଓ ଦେଖୁଛନ୍ତି, ଫେକ୍ ଲିଙ୍କ ଲଗାଉଛନ୍ତି, ସେ ସବୁ ଲିଙ୍କ ଠାରୁ ମଧ୍ୟ ଦୂରେଇ ରହିବେ। କାରଣ ବର୍ତ୍ତମାନ ସୁଦ୍ଧା ମୁଁ ଦେଖିଲିଣି ବହୁତ ଜଣ ଯାକି ପୁରୁଣା ଡାଟା ଆପଣମାନଙ୍କ ସହିତ ସେୟାର କରୁଛନ୍ତି 2022 2025 ଏସବୁ ପୁରୁଣା ଭିଡ଼ିଓ ଗୁଡ଼ିକ ଆପଣମାନଙ୍କ ସହିତ ସେୟାର କରୁଛନ୍ତି। ଲାଇଭ୍ ଆମେ ଜାଣିବା କେମିତି ଆପଣମାନଙ୍କର ଚେକ୍ ହେବ ଏବଂ ବର୍ତ୍ତମାନ ଚେକ୍ ହେଉନାହିଁ 6ଟା ପରେ ଆପଣମାନଙ୍କର ଯେଉଁଟାକି ସମସ୍ତଙ୍କର ରେଜଲ୍ଟ ଆସିଯିବ। ତା ପାଇଁ ଦେଖନ୍ତୁ ସର୍ବପ୍ରଥମେ ଏଥର ଯେଉଁମାନେ ଏକ୍ଜାମ ଦେଇଥିଲେ ତାର ଡିଟେଲ୍ସ ଏଠି ଆପଣମାନେ ଦେଖିପାରୁଥିବେ। ବର୍ତ୍ତମାନ ଟୋଟାଲ ଚଳିତ ବର୍ଷ ଫର୍ମ ଫିଲ୍ଅପ୍ କରିଥିଲେ ଦେଖନ୍ତୁ 5,44,670 ଜଣ ଛାତ୍ରଛାତ୍ରୀମାନଙ୍କର ଫର୍ମ ଫିଲ୍ଅପ୍ ହେଇଥିଲା। ତା ଭିତରୁ ପିଲାମାନେ ପରୀକ୍ଷା ଦେଇଥିଲେ 5,36,306 ଜଣ ଏବଂ ଉତ୍ତୀର୍ଣ୍ଣ ବର୍ତ୍ତମାନ କେତେ ଜଣ ହେଇଛନ୍ତି ଦେଖନ୍ତୁ। ତା ଭିତରୁ 5,19,251 ଜଣ ଛାତ୍ରଛାତ୍ରୀ ଯେଉଁଟାକି ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଯାଇକି ପାସ୍ ହେଇଛନ୍ତି ଏବଂ ପରସେଣ୍ଟେଜ ଦେଖନ୍ତୁ ପାସ୍ର ହାର କେତେ ରହିଛି 95%, 95.33% ଆପଣମାନଙ୍କର ଯେଉଁଟାକି ପାସ୍ ହାର ଅଛି ଏବଂ ତା ଭିତରୁ A1 ଗ୍ରେଡ୍ ଯେଉଁଟାକି 540ରୁ 600 ଭିତରେ 2,456 ଜଣ ପିଲା ଯାହାକି A1 ଗ୍ରେଡ୍ ପାଇଛନ୍ତି। ତାପରେ A2 ଗ୍ରେଡ୍ରେ ଦେଖନ୍ତୁ 15,681 ଜଣ ଏବଂ ସେଇଭଳି B1 ଗ୍ରେଡ୍ରେ 43,556 ଜଣ, B2 ଗ୍ରେଡ୍ରେ ଯେଉଁଟାକି 86,103 ଜଣ ଏବଂ CDE ହିସାବରେ ଆପଣମାନେ ଦେଖିପାରୁଥିବେ ଆପଣମାନଙ୍କର ଯେଉଁଟାକି ପିଲାମାନେ ପାସ୍ କରିଛନ୍ତି। ଏବଂ ବର୍ତ୍ତମାନ ଯଦି ଆମେ ଦେଖିବା 100% ରେଜଲ୍ଟ ଯେଉଁଟାକି 3,310ଟି ସ୍କୁଲରେ 100% ରେଜଲ୍ଟ ହେଇଛି। ଠିକ୍ ସେଇଭଳି ଆଜି ମଧ୍ୟ ମଧ୍ୟମ ପରୀକ୍ଷାରେ ପିଲାମାନେ ଯେଉଁମାନେ ଫର୍ମ ଫିଲ୍ଅପ୍ ହେଇଥିଲେ ତାଙ୍କର ମଧ୍ୟ ଡିଟେଲ୍ସ ଦେଖିପାରୁଥିବେ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ଓପନ୍ ସ୍କୁଲରେ ଯେଉଁମାନେ ମଧ୍ୟ ଏକ୍ଜାମ ଦେଇଥିଲେ ତାଙ୍କର ପରସେଣ୍ଟେଜ ମଧ୍ୟ ଏଠି ଆପଣମାନଙ୍କର ରହିଛି। ଏହା ସହିତ କେଉଁ ଜିଲ୍ଲାରେ କେତେ ପରସେଣ୍ଟ ପିଲାମାନେ ଯେଉଁଟାକି A1 କ୍ୟାଟେଗୋରୀରେ ପାଇଛନ୍ତି ତା ଭିତରେ ଦେଖନ୍ତୁ ସବୁଠାରୁ ଅଧିକ ବାଲେଶ୍ୱର ଜିଲ୍ଲାରେ 305 ଜଣ, ଗଞ୍ଜାମ ଜିଲ୍ଲାରେ 304 ଜଣ, କଟକ ଜିଲ୍ଲାରେ 285, ଖୋର୍ଦ୍ଧା ଜିଲ୍ଲାରେ 182। ପୁରା ଡିଟେଲ୍ସ ଏଠି ଆପଣମାନଙ୍କୁ ଯେଉଁଟାକି ମୋର ଟେଲିଗ୍ରାମ ଚ୍ୟାନେଲରେ ମୁଁ ଆପଣମାନଙ୍କ ସହିତ ସେୟାର କରିଦେବି। ତାର ଡିଟେଲ୍ସ ମଧ୍ୟ ଏଠି ଆପଣମାନେ ଦେଖିପାରିବେ କେଉଁ ଜିଲ୍ଲାରେ କେତେ ପରସେଣ୍ଟେଜ ଆସିଛି। ଏବେ ଦେଖନ୍ତୁ ଆପଣମାନେ ମାର୍କ କେମିତି ଚେକ୍ କରିବେ ତାର ମଧ୍ୟ ମୁଁ ଡିଟେଲ୍ସ କହିଦେଉଛି। ତ ରେଜଲ୍ଟ ଚେକ୍ କରିବା ପାଇଁ ହେଲେ ଦେଖିପାରୁଥିବେ ଆପଣମାନଙ୍କ ପାଖରେ ଦୁଇଟା ଅପସନ୍ ଅଛି। ଗୋଟେ ଅଫଲାଇନରେ ଆପଣମାନେ SMS ମାଧ୍ୟମରେ କରିପାରିବେ। ଯଦି ଆପଣମାନେ SMS ମାଧ୍ୟମରେ ନିଜର ରେଜଲ୍ଟ ଚେକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ନମ୍ବରଟାକୁ ଆପଣମାନେ ଲେଖି ରଖନ୍ତୁ ଯେଉଁଟାକି ରହିଛି 5676 750। ଏହି ନମ୍ବରରେ ଆପଣମାନେ ଗୋଟେ SMS କରିବେ। ଯେମିତିକି ଆପଣଙ୍କୁ ଏଠି ଗୋଟେ ଏକ୍ଜାମ୍ପଲ ଦିଆଯାଇଛି OR10 ଲେଖିବେ, ତାପରେ ଆପଣମାନଙ୍କର ସ୍ପେସ୍ ଦେବେ, ନିଜର ରୋଲ୍ ନମ୍ବର ଲେଖି ଏହି ନମ୍ବରକୁ ଯେଉଁଟାକି ଫରୱାର୍ଡ କଲେ ଆପଣମାନଙ୍କ ରେଜଲ୍ଟ ଆସିପାରିବ। ତାପରେ ୱେବସାଇଟ୍ ଯେଉଁଗୁଡ଼ିକ କଥା କୁହାଗଲା ୱେବସାଇଟ୍ ଦେଖନ୍ତୁ। ୱେବସାଇଟ୍ରେ ଆପଣମାନଙ୍କର ରହିଛି ଯେଉଁଟାକି ଅଫିସିଆଲ ୱେବସାଇଟ୍ ଆନୁଆଲ HSC ରେଜଲ୍ଟ ପାଇଁ www.bscodisha.ac.in ସେଇଟା ଆପଣମାନେ ପାଇପାରିବେ। ଏବଂ ଆଉ ଗୋଟେ ରହିଛି ଦେଖନ୍ତୁ ଡାଇରେକ୍ଟ ଯେଉଁଟାକି ଓଡ଼ିଶା ରେଜଲ୍ଟରେ ମଧ୍ୟ ଆପଣମାନେ ରୋଲ୍ ନମ୍ବର ଏବଂ ଡେଟ୍ ଅଫ୍ ବାର୍ଥ ଦେଇ ନିଜର ରେଜଲ୍ଟ ଚେକ୍ କରିପାରିବେ। ଦେଖନ୍ତୁ ବର୍ତ୍ତମାନ ଦୁଇଟି ପୋର୍ଟାଲକୁ ଯଦି ଆମେ ବର୍ତ୍ତମାନ ଭିଜିଟ୍ କରିବା ତ ବର୍ତ୍ତମାନ ଦେଖନ୍ତୁ BSc ଓଡ଼ିଶା ପୋର୍ଟାଲ ଏଠି ମଧ୍ୟ ଲାଇଭ୍ ହେଇନାହିଁ। ଯେତେବେଳେ ଲାଇଭ୍ ହେବ ଏଠି ଆପଣମାନଙ୍କର ଗୋଟେ ଲିଙ୍କ ଯେଉଁଟାକି ଅଟୋମେଟିକ୍ ଆସିଯିବ। ତା ସହିତ ଆପଣମାନେ ଯଦି ଓଡ଼ିଶା ରେଜଲ୍ଟରେ ନିଜର ରେଜଲ୍ଟ ଚେକ୍ କରିବା ପାଇଁ ଚାହୁଁଛନ୍ତି ସେ ଅଫିସିଆଲ ଲିଙ୍କକୁ ଆପଣମାନେ ଭିଜିଟ୍ କଲା ପରେ ଏଠି ଆପଣମାନଙ୍କର ଦେଖିବେ ଗୋଟେ ଯାଇକି BSc ଓଡ଼ିଶା ତରଫରୁ ତ ଏଠି ଦେଖିପାରୁଥିବେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା। ସେଠି ଆପଣମାନେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ଯେଉଁଟାକି ଆପଣମାନଙ୍କର ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଏଠି କେବଳ ରେଜଲ୍ଟର ଲାଇଭ୍ ଯେତେବେଳେ ଲାଇଭ୍ ହେବ ଏଠି ଆପଣମାନେ କେବଳ ନିଜର ରୋଲ୍ ନମ୍ବର
ଦେଖନ୍ତୁ ସାଇଟ୍ ବର୍ତ୍ତମାନ ବହୁତ ସ୍ଲୋ ରହିବ। ନିଜର ରୋଲ୍ ନମ୍ବର ଏବଂ ଡେଟ୍ ଅଫ୍ ବାର୍ଥ ଦେଇ ଏଠି ଚେକ୍ ହୋଇପାରିବ, ଇଜିଲି ହବ। ଆଉ କିଛି ସମୟ ଆପଣମାନେ ୱେଟ୍ କରନ୍ତୁ। ତେଣୁ ପିଲାମାନେ ଯୋଉମାନେ ବି ଆମର ରେଜଲ୍ଟକୁ ଲାଇଭ୍ ଦେଖିବା ପାଇଁ ଚାହୁଁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ ପୋର୍ଟାଲଟି ଲାଇଭ୍ ହେଇଯିବ, ଆପଣମାନଙ୍କ ପାଇଁ ଲାଇଭ୍‌ରେ ରହି ଆମର ଆପଣମାନଙ୍କର ରୋଲ୍ ନମ୍ବର ମୋତେ କମେଣ୍ଟରେ ମଧ୍ୟ ଜଣେଇ ଦିଅନ୍ତୁ। ମୁଁ ଆପଣମାନଙ୍କୁ ଲାଇଭ୍ ହେଲା ପରେ ଆପଣମାନଙ୍କୁ ନିହାତି ରିପ୍ଲାଏ ଦେଇଦେବି ଏବଂ ଏହି ଭିଡିଓଟି ସାଙ୍ଗସାଥୀମାନଙ୍କ ସହିତ ସେୟାର କରିଦିଅନ୍ତୁ। ଧନ୍ୟବାଦ।